দেবতা হইলে মরই। আচ্ছা ইয়ে মর্ত্য মণ্ডলে যে তোর দেহ ধারণ করিছি তার মৃত্যু সুনিশ্চিত। হ্যাঁ জীব আসিছি থরে জীব জীব থরে মা কীট পতঙ্গ তরুতৃণ সকল দেহে নারায়ণ। নারায়ণ নারায়ণ ঘট ঘটকে প্রভু নারায়ণ বিরাজমান করিছেন। হ্যাঁ যার জীব ଅଛି মা। ଏ জীব ନିଶ୍ଚିତ ଭାବରେ ଚାଲିଯିବ, জীব ସେ ରହିବନି। ଦ୍ୱିତୀୟ ଅର୍ଥରେ কোন ଚାହିଁଲେ ଦେବର୍ଷି হ্যাঁ କହିଲେ ଯମ হ্যাঁ ଏତେ ବଡ ପଦବୀରେ ସିନା ତମେ ଭୂଷିତ ହେଇଛ, হ্যাঁ ତାର ମହତ୍ଵ ଭାବକୁ ତମେ ଏପର୍ଯ୍ୟନ୍ତ ବୁଝିନ বুঝিন ନା। ମର୍ତ୍ତ୍ୟ ମଣ୍ଡଳେ ଦେହ ବହି দেবতা হইলে মরই ଦେବତା ହୋଇଲେ ମରଇ। ଯେତେବେଳେ ମନୁଷ୍ୟର ଦେବତା ସମୟ ଆସେ, হেলা ଯଦି ସେତିକି ବେଳେ ମନୁଷ୍ୟର ମୃତ୍ୟୁ ହୁଏ, ଆମେ ସେଇଟାକୁ ଆଜ୍ଞା କହିବା ଉତ୍ତମ ମରଣ। বা ତାହେଲେ ମନୁଷ୍ୟର ଦେବତା ସମୟ କେଉଁଟା? ବୃଦ୍ଧ ସମୟ ବୃଦ୍ଧ ସମୟ। ସଂସାର ମଧ୍ୟରେ ଜଣେ ମନୁଷ୍ୟ ଚାରିଟା ଅବସ୍ଥାରେ ବାସ କରେ। চারিটা ଏକ ହେଲା ବାଲ୍ୟ, এক ପୌଗଣ୍ଡ, দুই ଯୌବନ୍ତ, তিন ବାର୍ଦ୍ଧକ୍ୟ। ফোর କହିଲା ଯେତେବେଳେ ମନୁଷ୍ୟ ଆଜ୍ଞା ବୃଦ୍ଧ ହେଇଯିବ, হেলা ଶଯ୍ୟାଶାୟୀ, ଉଠିବାର ସାମର୍ଥ୍ୟ ଧୈର୍ଯ୍ୟ ଶକ୍ତି ହୃଦୟରେ ରହିବନି। না ନା 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 କରପତ୍ରକୁ ଯୋଡ଼ି ଅନ୍ତରାତ୍ମାରୁ ଡାକିବ, ହେ ପ୍ରଭୁ ଚିନ୍ତ ପୁରୁଷ ଜଗତ ଜୀବନ ପରମ ବ୍ରହ୍ମ, হে প্রভু ତୁମରି ପାଇଁ ହିଁ ମୋର ସୃଷ୍ଟି। হ্যাঁ ତୁମେ ମତେ ସଂସାରକୁ ଠାକୁରେ ପଠେଇଥିଲ, ପଠେଇଥିଲ ଏ ସଂସାରର ଖେଳାଳିଲା ଠାକୁରେ ମୋର ଆଜି ସରିଗଲାଣି। ସରିଗଲା ତେଣୁ ଏ ମୋହମାୟା ସଂସାର ମଧ୍ୟରେ ମୁକ୍ତି ଦେଇ ତୁମ ନିକଟକୁ ଠାକୁରେ ମତେ ନେଇଯାଅ। হেলা হেলা ସେଇ ସମୟର କଥା ମୋ ଗୁରୁ କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ হ্যাঁ ଶେଷ ପର୍ଯ୍ୟାୟରେ হেলা ଚିଠି ପଦଟିଏ ଜଗନ୍ନାଥଙ୍କ ପାଖକୁ ଲେଖିଲେ। କଣ ଲେଖିଲେ କହିଲେ ହେ ଠାକୁରେ, କଣ ଲେଖିଲେ ଏଣିକି ପ୍ରଭୁ ମତେ ଯେତେ ରଖିବ ସଂସାର ଜଞ୍ଜାଳ ଜାଲରେ ଖାଲି ଘାଣ୍ଟି ହେବି। ହଁ ହଁ ମୋ ପରିବାର ଲୋକଙ୍କର ସ୍ତ୍ରୀ ପିଲାଙ୍କର ମୋ ପ୍ରତି ଆଦର ସହାନୁଭୂତି ରହିବନି। କହିଲା କି କହିବି ଦୁଃଖ କାଳିଆ ଶାନ୍ତ, ବୟସ ମୋ ଗଲା ସରି। পয়লা বয়স গলা সরি ଆଇଷ ଦୀପରୁ ତୈଳ ସରି ଗଲେ ଜଳିବ କି ପୂର୍ବ ପରି। ଆଉ ଜଳିବାକି ପୂର୍ବ ପରି ପରି ଜଳିବାକି ପୂର୍ବ ପରି ଜଳିବାକି ପୂର୍ବ ପରି ଆରେ ଏବେ ଜଳିବାକି ପୂର୍ବ ପରି ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ କାଳିଆ ଶାନ୍ତ, ବାବା ମୋ ଦୁଃଖ ଜଣାଇ ଆପଣଙ୍କ ନିକଟରେ ମୋର ଏତିକି ଆପତ୍ତି, ହଁ ଏ ମୋହମାୟ ସଂସାର ମଧ୍ୟରୁ ମୁକ୍ତି ଦେଇ ଠାକୁର ତୁମ ନିକଟକୁ ମତେ ନେଇଯାଅ। ହେଲା କହିଲା ଆୟୁଷ ଦୀପରେ ପ୍ରଭୁ ତୈଳ ସରି ସରି ଆସିଲାଣି, ଏ ଜୀବନ ରୂପକ ପ୍ରଦୀପ ବା ଜ୍ୟୋତି କୋଣ ଆଗ ଭଳି ଜଳିବ? କାହିଁକି ମତେ ଆଉ ଜଞ୍ଜାଳ ଜାଲରେ ବାନ୍ଧିକି ରଖିଛ? ହେଲା ଆପଣ ମାନଙ୍କର କବି ଗଙ୍ଗାଧର ମେହେର ପଦଟିଏ କହିଲେ, କଣ କହିଲା ଜୀବନ ପ୍ରଦୀପ କହିଲା ଜଳୁଥାଏ ସେ ତ ଆୟୁ ତୈଳ ଥିବା ଯାଏ। ଆୟୁ ତୈଳ ଥିବା ଯାଏ ରେ ଯାଏ ଆୟୁ ତୈଳ ଥିବା ଯାଏ ଯେବେ ଆୟୁ ତୈଳ ନିଃଶେଷିତ ହୁଏ ନିର୍ବାଣତା ହୋଇଯାଏ। ଆଉ ନିର୍ବାଣତା ହୋଇ ଯାଏ ରେ ଯାଏ ନିର୍ବାଣତା ହୋଇ ଯାଏ କହିଲା ଜୀବନ ରୂପକ ପ୍ରଦୀପ ବା ଜ୍ୟୋତି ଆଜ୍ଞା କେଉଁ ଦିନ ଯାଏ ଜଳିବ? ହେଲା ଏ ଶରୀର ହଉଛି ମାଟି ଘଟ, ଏ ଶରୀର ରୂପକ ମାଟି ଦୀପ ମଧ୍ୟରେ ଯେଉଁ ଦିନ ପର୍ଯ୍ୟନ୍ତ ଆଜ୍ଞା ଆୟୁଷ ରୂପକ ତୈଳ ଭର୍ତ୍ତି ହେଇକି ରହିଛି, ହେଲା ସେଇଦିନ ପର୍ଯ୍ୟନ୍ତ ଜୀବନ ରୂପକ ପ୍ରଦୀପ ବା ଜ୍ୟୋତି ହୁତୁ ହୁତୁ ହେଇ ଜଳିବ। ଯେତେବେଳେ ଏ ଶରୀର ରୂପକ ମାଟି ଦୀପ ମଧ୍ୟରୁ ଆୟୁଷ ରୂପକ ତୈଳ ସରି ସରି ଆସିବ, ଏ ଜୀବନ ରୂପକ ପ୍ରଦୀପ ବା ଜ୍ୟୋତି ଆଉ ଜଳିବନି। ହେଲା ଏଠି ଦୀପଟିଏ ଲଗା ଯାଇଛି, ହଁ ତେଲ କି ଘିଅ ପକେଇছে ସିଏ ଜଳୁଛି। ହଁ ଯେତେବେଳେ ତେଲ କି ଘିଅ ସରି ସରି ଆସିବ, ହେଲା ଦୋକାନରୁ ଆଉ ପ୍ୟାକେଟ କିଣିକି ଆଣିବା, ସେଥିରେ ପକେଇଲେ ସେ ପୁନର୍ବାର ଜଳିବ। ହେଲା କିନ୍ତୁ ମାମା ଇଏ ଶରୀର ରୂପକ ମାଟି ଦୀପ ମଧ୍ୟରୁ ହଁ ଆୟୁଷ ରୂପକ ତୈଳମାଲ ଥରେ ସରିଗଲେ ଆଚ୍ଛା ପୁନର୍ବାର ସେ ଆଉ ଜଳିବନି। ପୁନର୍ବାର ଭର୍ତ୍ତି କରିବାର ପୂରଣ କରିବାର ଅଧିକାର ଆଉ କାହା ପାଖରେ ନାହିଁ। ନା 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 ସେଇ ଅଚିନ୍ତା ପୁରୁଷ କଲା ହସ୍ତେ ଅଛି ସିନା ତୈଳ ଦେବା ଅଧିକାର। ଆଉ ତୈଳ ଦେବା ଅଧିକାର ରେ
ଜଗତ ଜୀବନ ପରମ ବ୍ରହ୍ମଙ୍କ ହସ୍ତରେ ସବୁ। ବାବା ଯେ ଜୀବକୁ ସୃଷ୍ଟି କରିକି ଛାଡିଛି ହେଲା ଏ ଶରୀରକୁ ମାତୃ ଗର୍ଭରେ ସଞ୍ଚାରିତ କଲା ବେଳେ ଏକା ବେଳେ ଆୟୁଷ ରୂପକ ତଳେ ଭର୍ତ୍ତି କରିକି ଛାଡିଛି। ହେଲା ଯେତେବେଳେ ହଁ ଆୟୁଷ ରୂପକ ତଳେ ସରିଯିବ ବା ତାକୁ ଆଉ ପୂରଣ କରିବାର ଅଧିକାର କାହା ପାଖରେ ନାହିଁ। ନାଇଁ କର୍ମକୁ ଦେଖି ଫଳ ପ୍ରଦାନ କରନ୍ତି ଜଗତ ଜୀବନ ପରମ ବ୍ରହ୍ମ। ବାରେ ପରମ ଶାସ୍ତ୍ର ଓଡିଆ ଭାଗବତ କହିଲେ କଣ କଲା କର୍ମ କହ ରଣେ ଫଳ ପାଇ ଆହା ମନୁଷ୍ୟ ଅବଶ୍ୟ ଭୁଞ୍ଜାଇ ଆହା ମନୁଷ୍ୟ ଅବଶ୍ୟ ଭୁଞ୍ଜାଇ ମନୁଷ୍ୟ ଅବଶ୍ୟ ଭୁଞ୍ଜାଇ କର୍ମହର ମୂଳ ଧର୍ମ ଜାତ ଧର୍ମ ଧାରଣା ଏ ଜଗତ ଧର୍ମ ଧାରଣା ଏ ଜଗତ ଧର୍ମ ଧାରଣା ଏ ଜଗତ ଧର୍ମଟି ସୁଖ ଦୁଃଖ ଦାତା কর্ম সংসারে বলবন্তা কর্ম সংসারে বলবন্তা কর্ম সংসারে বলবন্তা কলা কর্ম নাই আন দেব হোতা তো কর্ম পথে সেব কর্ম নাই আন দেব হোতা তো কর্ম পথে সেব অথাৎ কর্ম পথে সেবা অথাৎ কর্ম পথে সেবা উমা পরি ছোট পিলাটিয়ে গাছালির চাট সিয়ে চেহারাটি তার ডাউল ডাউল বুদ্ধিরে তাহার শরীটিয়ে বুদ্ধিরে তাহার শরীটিয়ে উদ্ধব গলে যে দাণ্ডে সে দাণ্ড বখরা বখরা বড় বহুর পালির দিন আহুরি বেড়া উপাড়ই গাইকি চিরিবতী কলা গামুছা গোটি কহ দিলা বলো শ্রীরাম একবার হরি বল ভণন্তি করে দিও ভণন্তি করে দিও কোন গাউছ কোন তুমি কোন গাইল মু ভাগবত গাইলি মু ভাগবত গাইলি এটা কো ভাগবত লেখা আছে তোমার কো ভাগবত অতি বড় জগন্নাথ দাস শ্রীমদ ভাগবতরে লেখিলে এইটা আম ঘর ভাগবত লেখক হেলে বুঝেই দে না মো জেজেমা এটা কবি ঘর পিলাটা মু কই একুটি আম বংশ নাটুয়া ও ତମ ମାଙ୍କର ଜ୍ଞାନକୁ ଚାହିଁକି ନାମଟି ଭଲ ପାଇଛନ୍ତି ବୁଧେଇ ଜେନା ଆଉ ପ୍ରଥମ ପଦଟି କଣ ଗାଇଲ প্রথম পদ ହଁ উথব গলে দেউ দাণ্ডে সে দাণ্ড বখরা বখরা ଆଜ୍ଞା ପୁରା ଯୁଗ୍ମ ପଦ ପଦକୁ ପଦ ଯୁକ୍ତିଯୁକ୍ତ ହେଇଛି ତମ ମାଙ୍କ ମୁଣ୍ଡକୁ ମାନିବାକୁ ପଡିବ হ্যাঁ ଦ୍ୱିତୀୟ ପଦ বড় বহুর পালি দিন আহুরি বেড়া উপাড়ই ବଡ ବୋଉର ପାଳି ଦିନ ଏଇଟା କୋଉ ବହି খুদুরকুণী ଆଉ ଏବେ ତ ଖୁଦୁରୁକୁଣୀ ଓଷା ପାଇଛୁ হ্যাঁ ପୁଅ କେତେ ଦିନ ଝିଅ ମାନଙ୍କ ସାଙ୍ଗରେ ଓଷା କରୁଥବ হ্যাঁ ଆହୁରି ବେଣା ଉପାଡଇ ত্রিনাথ মেলা ଅଷ୍ଟାଦଶ ପୁରାଣରୁ ପଦେ ପଦେ ଖଞ୍ଜେଇ ଦେଇଛୁ হ্যাঁ যাইল হব না ତୃତୀୟ ପଦ গাইকি চিরিবতী কলা গামুছা গোটি কহজিলা ବାବାରେ ବର୍ଷ ତମ ଭାଗବତ ସେତିକି ଥାଉ ତମ ବଂଶରେ କିଏ ଭାଗବତ ଦେଖିଥିଲେ ନା ତମେ ଏକାକି ଦେଖିଛ କଣ ଭୁଲ ହେଲା ମୂର୍ଖ କଣ ଦେଖୁନା ମୂର୍ଖ ଡାକୁଛି ନା ଆଉ କେତେ ନାଁ ଦେଖବ କେତେ ନାଁ ଦେଖ ମୋର ଆରେ ଗାଈ କି ଚିରିବତୀ ଗଲା କଣ ଆଉ ଏଟା କଣ ଗାଈଟା ବସ୍ତୁ ନା ପଦାର୍ଥ ସେଟା ଗୋଟିଏ ଜୀବ ଗୋଟିଏ ପଶୁ ଗାଈ କି ଚିରିବତୀ ଗଲା କଣ ସେଇଟା ଗୋଟେ ପଶୁ ସେଟା ଗାମୁଛା ଚିରିବତୀ କଲା ହଁ କିଛି ତ ଜାଣୁନ କାହିଁ କେମିତି ହଉଛ ନାଇଁ ସତ ଠିକ ଏଇଟା ଠିକ ଏଇଟା ଠିକ କଣ କାହିଁ କହିଲୁ ଏଇ ପଦଟା ଲେଖିଲା ବେଳକୁ ମୋ ମାର ବିପି ଉପରକୁ ଉଠିଗଲା ମୁଣ୍ଡକୁ ଉଠିଗଲା ହେ ମୋର ଗୁଣଙ୍ଗରା ବିବେକ ମହାଦୈବ କର୍ମକୁ ଦେଖି କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି ଜଗତ ଜୀବନ ପରମ ବ୍ରହ୍ମ ନାରାୟଣ ମାଲ କର୍ମ ବିନା ସଂସାର ମଧ୍ୟରେ ସବୁ ଅସାର ଅସାର ଯେ ଯେଉଁଭଳି କର୍ମ କରିଥିବ ହଁ ତାର ଫଳ ସ୍ୱରୂପ ଭଗବାନ ତାକୁ ପ୍ରଦାନ ହେଲା ଚାହିଁଛନ୍ତି ବାବା ଦେବଋଷି ବାବା କଲା ଜନ୍ତୁପତି ଯମ ହଁ ମନୁଷ୍ୟର ଦେବତା ସମୟ ହଁ ଯେତେବେଳେ ମନୁଷ୍ୟ ବୃଦ୍ଧ ହେଇଯିବ ଶଯ୍ୟା ସାଇ
ଉଠିବାର ସାମର୍ଥ୍ୟ ଧୈର୍ଯ୍ୟ ଶକ୍ତି ହୃଦୟରେ ରହିବନି। ଅନ୍ତରାତ୍ମାରୁ ଆତ୍ମାର କରପତ୍ରକୁ ଯୋଡ଼ି ଭଗବାନଙ୍କୁ ଡାକିବ, ହେ ପ୍ରଭୁ हे प्रभु ଏ ମୋହମାୟ ସଂସାର ମଧ୍ୟରୁ ମୁକ୍ତି ଦେଇ ତୁମ ନିକଟକୁ ମତେ ନେଇଯାଅ। नहीं जाओ ସେତିକି ବେଳେ हाँ ଚତୁଃପାର୍ଶ୍ୱରେ ପୁଅ ବୋଉ ନାତି ନାତୁଣୀ ଜ୍ଞାତି କୁଟୁମ୍ବ ବସିଥିବେ। बाबा ଶ୍ରବଣରେ ଟିକେ ଭାଗବତ ପାଠ ପଢୁଥିବ, हाँ ତୁଣ୍ଡରେ ଗଙ୍ଗା ଜଳ ପଡୁ ପଡୁ ଯଦି ସେତିକି ବେଳେ ପ୍ରାଣ ଚାଲିଯାଏ, बाबा ଆମେ ସେଇଟାକୁ ଆଜ୍ଞା କହିବା ଉତ୍ତମ ମରଣ। हुआ भागवत पढ़ू थिबा झिया बसी गीता गाउथिबा हुआ भागवत पढ़ू थिबा झिया बसी गीता गाउथिबा बंधु परिजन घेरी थिबे पिंडु प्राण पक्षी छाड़ी दिबा माधव हे माधव माधव हे माधव माधव हे माधव माधव हे माधव किए देवाणी तुंडरे निर्माय किए देव गंगा पानी किए देवाणी तुंडरे निर्माय किए देव गंगा पानी किए पिंधाइब अति दतନରେ ଧଳା ଲୁଗା ଖଣ୍ଡେ ଆଣି ଭାଇ ମୋ କେହି ବାନ୍ଧୁଥିବ ଘରଣୀ ମୋ ବସି କାନ୍ଦୁଥିବ ଭାଇ ମୋ କେହି ବାନ୍ଧୁଥିବ ଘରଣୀ ମୋ ବସି କାନ୍ଦୁଥିବ ବନ୍ଧୁ ପରିଜନ ଫେରିଥିବେ ପିଣ୍ଡୁ ପ୍ରାଣ ପକ୍ଷୀ ଛାଡ଼ି ଯିବ ମାଧବ ହେ ମାଧବ ମାଧବ ହେ ମାଧବ ମାଧବ ହେ ମାଧବ ମାଧବ ହେ ମାଧବ ଉପସ୍ଥିତ ତମର ଗୁଣଙ୍ଗରେ ବିବେକ ମହାଦୟ କଲା। ସେତିକି ବେଳେ ତୁଣ୍ଡରେ ଗଙ୍ଗା ଜଳ ପଡୁଥିବା ଶ୍ରାବଣରେ ଭାଗବତ ପାଠ ପଢୁ ପଢୁ ମାମା ଯଦି ସେତିକି ବେଳେ ପ୍ରାଣ ଚାଲିଯାଏ, ଆମେ ସେଇଟାକୁ ଆଜ୍ଞା କହିବା ଉତ୍ତମ ମରଣ। ବାহ ଚାହିଁଛନ୍ତି ଦେବର୍ଷି କହିଲେ, ଯମ ଓ ମର୍ତ୍ତ୍ୟ ଉପରେ ଯୋଉ ବ୍ରାହ୍ମଣୀ କି ତମେ ମାରିଲ, ସେ ଉପଯୁକ୍ତ ଦେବତା ସମୟରେ ପହଞ୍ଚି ନଥିଲା। ନା 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 ସଂସାର ପ୍ରତି ତାର ଲୋଭ ମୋହ ମାୟା